ବାରିପଦାର ରାଜା ଶ୍ରୀ ବୈଦ୍ୟନାଥ ଭଞ୍ଜଦେଓ ପୁରୀ ଜଗନ୍ନାଥ ମନ୍ଦିର ତାଙ୍କ ଛତ୍ର ଆଉ ଛାମର ଗଣ ସହିତ ଦର୍ଶନ କରିବାକୁ ଯାଇଥିଲେ। ଆଉ ବାବୁ ସେଠି ପୁରୀ ରାଜା ଗଜପତିଙ୍କ ଛଡା ଆଉ କେହି ବି ଏମିତି ଥାଟ ନେଇକି ପ୍ରଭୁଙ୍କ ଦର୍ଶନ କରିପାରିବେନି ବୋଲି ତାଙ୍କୁ କୁହାଗଲା। ତାପରେ ସେ ଦୁଃଖରେ ଅଠନଳ ପାଖରେ ଯାଇକି ତପସ୍ୟାରେ ବସିଲେ। ଆଉ ସେଇଠି ପ୍ରଭୁ ଜଗନ୍ନାଥ ତାଙ୍କୁ ସ୍ୱପ୍ନାଦେଶ ହେଲେ ଆଉ କହିଲେ କି ବାରିପଦାରେ ବି ଗୋଟେ ଜଗନ୍ନାଥ ମନ୍ଦିର କରାଯାଉ। ଆଉ ପ୍ରଭୁ ନିଜେ ଭକ୍ତଗଣଙ୍କୁ ଶାନ୍ତ କରିବା ପାଇଁ ସେଠାକୁ ଆସିଲେ। ତାପରେ 1575 ମସିହାରେ ଆମର এই হরিবল দেবজী জগন্নাথ মন্দিরକୁ রাজা বৈদ্যনাথ ভঞ্জদেও প্রতিষ্ঠা কলে। ଆଉ ତାପରେ যাই এই মন্দির আমার তৃতীয় শ্রীক্ষেত্র নামରେ ପରିଚୟ ପାଇଲା। ଆଉ ଗୋଟେ ଭାଇ ନିଆରା କଥା, ଏଠାକାର ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି। আরে তুমি তো অশিক্ষিত ভিখারি, তোমাকে এতে কথা কেমিতি জনা? আরে ମୋ ମହାପ୍ରଭୁ ଜଗନ୍ନାଥଙ୍କର ସବୁଠୁ ବଡ଼ ଭକ୍ତ, ମୁଁ ଜାଣିବିନି ଯଦି ଆଉ କିଏ ଜାଣିବି। अरे भाई तुम दुई जन से क्या सह कर ଆରେ ଭିକାରୀ ସବରା हेले भाई तुम दुई जन कार मुंड फुंड कम रोनी बोले कहीं कौ भिखारी मत कहीं देखाऊ ना তো রাখি পাখি কাମ কନି। আরে এইটি পর ଥିଲେ, আরে আরে এই তো ଥିଲେ ଆମ ସହିତ କଥା ହଉଥିଲେ। জগন্নাথ মাটিরে জন্ম